କାଉ ଏ ବର୍ଷ ମୋ ଜମିର କାକୁଡି ଚାଷ କେମିତି ହେଇଛି କହ? ବହୁତ ଭଲ ହେଇଛି ଜମିଦାର ବାବୁ। କିନ୍ତୁ କିନ୍ତୁ ପୁଣି କ'ଣ? କଥା କ'ଣ କି ଜମିଦାର ବାବୁ, ଏଥର ବଜାରରେ ନୂଆ ଆଳୁର ଦାମ ଅଧିକ ହେଇଛି। ଯେଉଁମାନେ ବି ଏ ବର୍ଷ ଆଳୁ ଚାଷ କରିଛନ୍ତି ତାଙ୍କର ଲାଭ ହିଁ ଲାଭ ହେବ। ତୁ କ'ଣ କହୁଛୁ? ତାହେଲେ ତ ଏ ବର୍ଷ କାକୁଡି ଚାଷ କରି ମୋର କ୍ଷତି ହେଲା। ନା ନା, ମୁଁ ସେମିତି ହେବାକୁ ଦେବିନି। ଚାଲେ ଏବେ ହିଁ ଆମେ ଜଙ୍ଗଲ ଭିତରକୁ ଯିବା, ଆଉ କିଏ ଆଳୁ ଚାଷ କରିଛି ଦେଖି ଆସିବା। ଆରେ ଶୁଣୁଛ, ଏ ବର୍ଷ ତ ଆମର ଭଲ ଆଳୁ ଚାଷ ହେଇଛି। ମୁଁ ଶୁଣିଛି ଏ ବର୍ଷ ବଜାରରେ ନୂଆ ଆଳୁର ଦାମ ବଢି ଯାଇଛି। ତା ମାନେ ଏଥର ଆମର ଭଲ ଲାଭ ହେବ। ହଁ, ତୁ ଠିକ କହିଲୁ। ଏ ବର୍ଷ ଆମର ଭଲ ଲାଭ ହେବ। ଆଚ୍ଛା, ତତେ କ'ଣ ଦରକାର କହ, ମୁଁ ତତେ କିଣିଦେବି। ମୁଁ କ'ଣ କହୁଥିଲି କି, ଆମ ଘରଟି କେତେ ପୁରୁଣା ଦେଖା ଯାଉଛି। ଆଳୁ ବିକା ଟଙ୍କାରେ ଯଦି ଆମେ ଗୋଟେ ପକ୍କା ଘର କରିପାରନ୍ତି, ମଜବୁତ ଘର ପାଇଁ ଆମର ଆଉ ଚିନ୍ତା ରୁହନ୍ତାନି। ହଁ, ତୁ ଠିକ କହିଲୁ। ଭଙ୍ଗା ଘରେ ଆମେ ଅନେକ କଷ୍ଟ ପାଇଲେଣି, ହେଲେ ଏବେ ଆଉ ନୁହଁ। ଖୁବ୍ ଶୀଘ୍ର ଆମେ ଗୋଟେ ପକ୍କା ଘର କିଣିନେବା। ସେମାନେ ଏପରି କଥା ହେଉଥିଲେ, ଠିକ ସେହି ସମୟରେ ଚିଲ ଆଉ କାଉ ଗୋଟେ ଠେଲା ଗାଡି ଧରି ସେଠାକୁ ଆସିଲେ। କାଉ ମିଟୁର ଆଳୁ ବସ୍ତା ଗୁଡାକୁ ତା ଠେଲାରେ ରଖିବା ଆରମ୍ଭ କଲା। ଏମିତି ଦେଖି ମିଟୁ କହିଲା, ଏ କ'ଣ ଜମିଦାର ବାବୁ, ଆପଣ ଏସବୁ କ'ଣ କରୁଛନ୍ତି? ଠେଲା ଗାଡିରେ ମୋ ଆଳୁ ବସ୍ତା ଗୁଡାକୁ ଏମିତି ନେଉଛନ୍ତି କାହିଁକି? ମିଟୁ ଶୁଣ, ଜମିଦାର ବାବୁ ତୋରେ ସବୁ ଆଳୁ 5,000 ଟଙ୍କାରେ କିଣି ନେଇଛନ୍ତି। ତୁ କାଲି ତାଙ୍କ ଘରକୁ ଯାଇ ଟଙ୍କା ନେଇ ଆସିବୁ। ଏବେ ମୋ ରାସ୍ତା ଛାଡ଼, ମୁଁ ଆଳୁ ବସ୍ତା ନେବି। ନା ନା ଜମିଦାର ବାବୁ, ଆମ ଗରିବଙ୍କ ପେଟରେ ଲାତ ମାରନ୍ତୁନି। ଆମେ ବହୁତ କଷ୍ଟରେ ଆଳୁ ଚାଷ କରୁଛୁ, ଆଉ ଏ ବର୍ଷ ତ ନୂଆ ଆଳୁର ଦାମ ଅଧିକ। ଆମକୁ ଏତେ କମ ଟଙ୍କା ଦେଇ ଆମର ସବୁ ଆଳୁ ନିଅନ୍ତୁନି। ଚୁପ୍। ଏ ଜଙ୍ଗଲରେ ମୁଁ ଯାହା କୁହେ ତାହା ହୁଏ। ମୁଁ ଯେତିକି ଦେଉଛି ଚୁପଚାପ ସେସବୁ ନେଇଯା, ନହେଲେ ମୁଁ ତମ 2 ଜଣଙ୍କୁ ଏ ଜଙ୍ଗଲରୁ ବାହାର କରିଦେବି। ଏମିତି ଧମକ ଦେଇ ଚିଲ ଆଉ କାଉ ମିଟୁର ସବୁ ଆଳୁ ବସ୍ତା ନେଇ ସେଠାରୁ ଚାଲିଗଲେ। ଏସବୁ ଦେଖି ତ ମିଟୁ ଆଉ ତାର ସ୍ତ୍ରୀ ଅନେକ କାନ୍ଦିଲେ। ଆରେ ଆରେ, କ'ଣ ହେଇଗଲା? ଆମେ ଏତେ ପରିଶ୍ରମ କରି ଆଳୁ ଚାଷ କରିଥିଲେ, ହେଲେ ଦୁଷ୍ଟ ଜମିଦାର ସବୁ ନେଇଗଲା। ଏବେ ଆମ ଘର କେମିତି ଚଳିବ? ଆଉ କାନ୍ଦନି, ଚାଲ ଆମେ ଚଢ଼େଇ ପାଖକୁ ଯିବା। ସେ ଆମକୁ ନିଶ୍ଚୟ କିଛି ଉପାୟ କହିଦେବ। ତାପରେ ସେମାନେ ଚଢ଼େଇ ପାଖକୁ ଗଲେ, ଆଉ ତାକୁ ଦୁଷ୍ଟ ଜମିଦାରର ସବୁ ଘଟଣା କହିଲେ। ତମେ ମାନେ ଚିନ୍ତା କରନି, ସେ ଦୁଷ୍ଟ ଜମିଦାରକୁ ଆମେ ଉଚିତ ଶିକ୍ଷା ଦେବା। ସେ ଗରିବଙ୍କ ଉପରେ ଅନେକ ଅତ୍ୟାଚାର କରିସାରିଲାଣି, ହେଲେ ଆଉ ନୁହଁ। ଚାଲ ଏବେ ହିଁ ଆମେ ଜମିଦାର ପାଖକୁ ଯିବା, ଆଉ ତା ପାଖରୁ ତମର ସବୁ ଆଳୁ ବସ୍ତା ନେଇ ଆସିବା। ଏମିତି ସେମାନେ ଏକ ଯୋଜନା ବନେଇଲେ, ଆଉ ଜଙ୍ଗଲର କିଛି ଚଢ଼େଇଙ୍କୁ ଧରି ଜମିଦାର ଚିଲ ପାଖକୁ ଗଲେ। କିରେ, ତମେ ମାନେ ଏମିତି ଦଳ ବାନ୍ଧି ମୋ ପାଖକୁ କାହିଁକି ଆସିଛ? ଜମିଦାର ବାବୁ, ଆପଣ ଏତେ ଧନୀ ହେଇ ଆମ ଗରିବଙ୍କ ଫସଲ ଉପରେ କାହିଁକି ଲୋଭ କରୁଛନ୍ତି? ଭଲରେ ଆପଣ ମିଟୁର ଆଳୁ ବସ୍ତା ତାକୁ ଫେରି ଦିଅନ୍ତୁ, ନହେଲେ ଆମେ ସମସ୍ତେ ଯାଇ ପୋଲିସ ପାଖରେ ଆପଣଙ୍କର ଅଭିଯୋଗ କରିବୁ। ପୋଲିସର କଥା ଶୁଣି ଜମିଦାର ଚିଲ ଖୁବ୍ ଡରିଗଲା। ସେ କାଉକୁ କହିଲା, କାଉ, ଯା ମିଟୁର ଆଳୁ ବସ୍ତା ଆଣି ତାକୁ ଫେରେଇ ଦେ। ମୁଁ କୌଣସି ଝାମେଲା ଚାହୁଁନି। ଏମିତି ଶୁଣି କାଉ ସବୁ ଆଳୁ ବସ୍ତା ଆଣି ମିଟୁକୁ ଦେଲା। ମିଟୁ ସେସବୁ ପାଇ ଖୁସି ମନରେ ନିଜ ଘରକୁ ଫେରିଗଲା। ଆପଣ ଏ କ'ଣ କଲେ ଜମିଦାର ବାବୁ? ଚଢ଼େଇ କଥାରେ ମିଟୁକୁ ତାର ସବୁ ନୂଆ ଆଳୁ ଫେରେଇ ଦେଲେ। ଏବେ ଆପଣ କ'ଣ କରିବେ? ସେ ଚଢ଼େଇକୁ ମୁଁ ଜମା ବି ଛାଡ଼ିବିନି। ତାହା ପାଇଁ ସମସ୍ତଙ୍କ ସାହସ ବଢ଼ି ଯାଉଛି। ତାହାର କିଛି ବ୍ୟବସ୍ଥା ମୋତେ କରିବାକୁ ହିଁ ପଡ଼ିବ। ଶୁଣ, ମୁଁ ଯେମିତି କହୁଛି ତୁ ସେମିତି କରିବୁ। ଏମିତି ଦୁଷ୍ଟ ଜମିଦାର ତା ଯୋଜନା କଥା କାଉକୁ କହିଲା। କାଉ ସବୁଦିନ ଚଢ଼େଇ ଉପରେ ନଜର ରଖୁଥିଲା। ଦିନେ ସନ୍ଧ୍ୟାରେ ଚଢ଼େଇ ଆଉ ତାର ଛୁଆ ବଜାରରୁ ଫେରୁଥିଲେ। କାଉ ସୁଯୋଗ ଦେଖି ଚଢ଼େଇ ଉପରକୁ ତୀର ମାରିଲା। ଚଢ଼େଇର ପେଟରେ ଯାଇ ତୀର ବାଜିଲା। ଆଃ, କିଏ ମତେ ତୀର ମାରିଲା? ମୁଁ ବୋଧେ ଆଉ ବଞ୍ଚିବିନି। ମା କୁନି, ନିଜର ଧ୍ୟାନ ରଖିବୁ। ନା ମା, ମତେ ଛାଡ଼ି ଯାଅନି। ମୁଁ ତୁମ ବିନା ଏକା ଏକା କେମିତି ବଞ୍ଚିବି? ଚଢ଼େଇ ଛୁଆ କାନ୍ଦୁଥିଲା। ଦୂରରୁ କାଉ ଏସବୁ ଦେଖି ଖୁସି ହେଇ ଜମିଦାର ପାଖକୁ ଗଲା, ଆଉ ତାକୁ ସବୁ ଘଟଣା କହିଲା। ସବୁ ଶୁଣି ଜମିଦାର ଚିଲ ବି ଖୁସି ହେଇଗଲା। ପରଦିନ ସକାଳେ ସେମାନେ ଚଢ଼େଇର ଘରକୁ ଗଲେ।
କାଉ ଯା ଶୀଘ୍ର ଏ ଘରକୁ ବିକି ମୋ ଚୋରି ଟଙ୍କା ଆଦାୟ କର। ଆଉ ହଁ, ଏଇ ଚୋର ଛୁଆକୁ ଶୀଘ୍ର ଏଠୁ ବାହାର କରିଦେ। ଏସବୁ କଣ କହୁଛନ୍ତି ଅଙ୍କଲ? ମୁଁ ଚୋର ଛୁଆ କେତେବେଳେ ହେଲେ? ମତେ ମୋ ଘରୁ କାହିଁକି ବାହାର କରିଦେଉଛନ୍ତି? ଗତ ରାତି ତୋ ମା ଜମିଦାର ଘରୁ ଟଙ୍କା ଚୋରି କରିଛି, ସେଥିପାଇଁ ଆମେ ତ ଘର ନେବାକୁ ଆସିଛୁ। ନା, ଆପଣ ମିଛ କହୁଛନ୍ତି। ଗତ ରାତି ମୋ ମାକୁ କିଏ ତୀର ମାରି ଦେଇଛି। ସେ ଆଉ ଏ ଦୁନିଆରେ ନାହାନ୍ତି। ତାହେଲେ ମୋ ମା ଆପଣଙ୍କ ଘରୁ ଚୋରି କେମିତି କରିବେ? ମୋ ମା ନାହିଁ ବୋଲି ମତେ ମୋ ଘରୁ ବାହାର କରନ୍ତୁନି। ମୁଁ କୁଆଡେ ଯିବି? କୋଉଠି ରହିବି? ଚୁପ୍ କର ଚୋର ଛୁଆ, ମତେ ତୁ ମିଛୁଆ କହୁଛୁ। ଆରେ କାଉ, ଶୀଘ୍ର ଏ ଚୋର ଛୁଆକୁ ଘରୁ ବାହାର କରିଦେ। ଆଉ ଶୁଣ ସମସ୍ତେ, କେହି ଯଦି ଏ ଚୋର ଛୁଆକୁ ସାହାଯ୍ୟ କରିବ ସେ ମୋର ଶତ୍ରୁ ପାଲଟି ଯିବ। ମୁଁ ତାକୁ ବି ଏ ଜଙ୍ଗଲରୁ ବାହାର କରିଦେବି। ଏମିତି କାଉ ଚଢ଼େଇ ଛୁଆକୁ ଧକ୍କା ଦେଇ ତା ଘରୁ ବାହାର କରିଦେଲା। ସେ ଦିନ ବିତିଯାଇ ରାତି ହେଲା। ରାତି ହେବା ପରେ ଚଢ଼େଇ ଛୁଆ ମିଟୁ ଘରକୁ ଗଲା। ମିଟୁ ଅଙ୍କଲ, ଦୟାକରି କବାଟ ଖୋଲ। ରାତିରେ ଏକୁଟିଆ ରହିବାକୁ ମତେ ଭାରି ଡର ଲାଗୁଛି। ପ୍ଲିଜ ଅଙ୍କଲ, ମୁଁ ଘର ଭିତରକୁ ଯିବି। କବାଟ ଖୋଲ। କୋନି, ତୁ ଏଠୁ ଚାଲି ଯା। ମୁଁ ତତେ ମୋ ଘରେ ଆଶ୍ରୟ ଦେଇ ପାରିବିନି। ମତେ କ୍ଷମା କରିଦେବୁ ଝିଅ। ତତେ ସାହାଯ୍ୟ କଲେ ଚିଲ ମତେ ଛାଡ଼ିବନି। ମତେ ଜଙ୍ଗଲରୁ ବାହାର କରିଦେବ। ଝିଅ, ତୁ ଆଉ ଏକ ନିରାପଦ ଜାଗା ଦେଖି ଆଶ୍ରୟ ନେ। ଏମିତି ଶୁଣି କୁନି ସେଠାରୁ ଚାଲିଗଲା। ସେ ସମସ୍ତଙ୍କ ଘରକୁ ଯାଇ ସାହାଯ୍ୟ ମାଗିଲା, ହେଲେ କେହି ବି ତାକୁ ସାହାଯ୍ୟ କଲେ ନାହିଁ। ଝିଅର ଏପରି କଷ୍ଟ ଦେଖି ତା ମାର ଆତ୍ମାକୁ ଶାନ୍ତି ମିଳିଲାନି। ସେ ଅନେକ ରାଗିଗଲା। ଦୁଷ୍ଟ ଜମିଦାର, ତୋ ପାଇଁ ମୋ ଝିଅ ଆଜି ଅନେକ କଷ୍ଟ ପାଉଛି। ମୁଁ ତତେ ଛାଡ଼ିବିନି। ମୁଁ ଏବେ ତ ପାଖକୁ ଯାଉଛି। ଚଢ଼େଇର ଆତ୍ମା ରାଗି ଯାଇ ଜମିଦାର ଘରକୁ ଗଲା। ସେ କାଉକୁ ଦେଖି ତା ଦେହରେ ପଶିଗଲା। କିରେ କାଉ, ଏତେ ରାତିରେ ମୋ ପାଖକୁ କାହିଁକି ଆସିଛୁ? ତତେ ପରା ଚଢ଼େଇର ଘର ବିକ୍ରି କରିବାକୁ କହିଥିଲି, ତୁ ସେ ଘର ବିକ୍ରି କଲୁ? ନା ଦୁଷ୍ଟ ଜମିଦାର, ମୁଁ ଆଉ କେବେ ବି ତୋ କଥା ମାନି ଭୁଲ କାମ କରିବିନି। ମୁଁ ଆଜି ସମସ୍ତଙ୍କୁ ସବୁ କଥା କହିଦେବି। କଣ ତୋର ଏତେ ସାହସ? ମୋଠୁ ଖାଇ ମୋ ବିରୁଦ୍ଧରେ ଯାଉଛୁ? ମୋ କଥା ମାନିବୁନି ତ? ଏବେ ତୁ ବି ଚଢ଼େଇ ପରି ଉପରକୁ ଯା। ଏମିତି କହି ଚିଲ କାଉର ପେଟରେ ଛୁରୀ ଭୁଷିଦେଲା। କାଉ ସଙ୍ଗେ ସଙ୍ଗେ ମରିଗଲା। ସେ ମଲା ପରେ ପରେ ଚଢ଼େଇର ଆତ୍ମା ତା ଦେହରୁ ବାହାରି ଆସିଲା। ଠିକ୍ ସେହି ସମୟରେ କିଛି ପୋଲିସ ଜମିଦାର ଘରକୁ ଚାଲି ଆସିଲେ। ଏ କଣ ଦୁଷ୍ଟ ଜମିଦାର, ତୁ ଗୋଟେ ପକ୍ଷୀକୁ ହତ୍ୟା କରିଛୁ। ଏବେ ତୁ ଆମ ସାଙ୍ଗରେ ଜେଲକୁ ଯିବୁ। ସାରା ଜୀବନ ତୁ ଜେଲଖାନାରୁ ବାହାରି ପାରିବୁନି। ନା ନା, ମତେ ବିଶ୍ୱାସ କରନ୍ତୁ, ମୁଁ ଏ ପକ୍ଷୀକୁ ମାରିନି। ମତେ ଜେଲଖାନାକୁ ନିଅନ୍ତୁନି। ଆପଣ ଚାହିଁଲେ ମୋଠୁ ଅନେକ ଟଙ୍କା ନେଇଯାଆନ୍ତୁ। କଣ ହେଲା? ତୁ ମତେ ଟଙ୍କାର ଲୋଭ ଦେଖାଉଛୁ? ମୁଁ ନିଜ ଆଖିରେ ଦେଖିଛି ତୁ ଏ ପକ୍ଷୀକୁ ମାରିଛୁ। ଯିଏ ବି ଆମକୁ ଖବର ଦେଇଥିଲା ଠିକ ସମୟରେ ଦେଇଥିଲା। ଆଉ ତୋର ରକ୍ଷା ନାହିଁ। ଆରେ ଦେଖୁଛ କଣ, ଧର ୟାକୁ। ତାପରେ ପୋଲିସ ଚିଲକୁ ବାନ୍ଧି ଥାନାକୁ ନେଇଗଲେ। ସେପଟେ ଚଢ଼େଇର ଆତ୍ମା ତା ଝିଅ ପାଖକୁ ଗଲା। ମା କୁନି, ଏମିତି ବାହାରେ ରହନି, ତତେ ଥଣ୍ଡା ଧରିଯିବ। ମା, ତୁମେ ଫେରି ଆସିଛ? ମା, ମତେ ଛାଡି ଆଉ କୁଆଡେ ବି ଯାଉନି। ତୁମ ବିନା ମତେ କିଛି ବି ଭଲ ଲାଗୁନି। ନାଇଁ ରେ ମା, ମୁଁ ଆଉ ତୋ ପାଖକୁ କେବେ ବି ଫେରି ପାରିବିନି। ତୁ ଚିନ୍ତା କରନି। ସେ ଦୁଷ୍ଟ କାଉ ଆଉ ଦୁଷ୍ଟ ଜମିଦାରକୁ ମୁଁ ଉଚିତ ଶିକ୍ଷା ଦେଇଛି। କେହି ବି ତତେ ଆଉ କଷ୍ଟ ଦେବେନି। ଏବେ ଏକୁଟିଆ ବଞ୍ଚିବା ଶିଖ ମା। ଏଇ ଆଳୁ ଘରକୁ ନେ। ଏଇ ଆଳୁ ଘର ପ୍ରତ୍ୟେକ ଦିନ ତତେ ଆଳୁ ଦେବ। ତୁ ଆଳୁ ବିକ୍ରି କରି ସାରା ଜୀବନ ଖୁସିରେ ରହିପାରିବୁ। ଯା ମା, ଆଳୁ ଘର ଭିତରକୁ ଯା। ସେ ତତେ ନେଇ ଆମ ଘରେ ପହଞ୍ଚେଇ ଦେବ। ମୋ ଝିଅ, ତୁ ସବୁବେଳେ ଖୁସିରେ ରହ। ଏମିତି କହି ମା ଚଢ଼େଇର ଆତ୍ମା ଅଦୃଶ୍ୟ ହେଇଗଲା। ଚଢ଼େଇ ଛୁଆ ଆଳୁ ଘରକୁ ଗଲା। ଆଳୁ ଘର ତାକୁ ନେଇ ତା ଘରେ ପହଞ୍ଚେଇ ଦେଲା। ପ୍ରତ୍ୟେକ ଦିନ ଚଢ଼େଇ ଛୁଆ ଆଳୁ ଘରୁ କିଛି ଆଳୁ ନେଇ ବଜାରରେ ବିକ୍ରି କରୁଥିଲା। ଆଉ ସେ ଟଙ୍କାରେ ଖାଇବା କିଣି ଖାଉଥିଲା। କେହି ମତେ ସାହାଯ୍ୟ କର। ମୋ ଗଛ ଚାରି ପାଖରେ ଆବର୍ଜନା ପଡିଛି। କେହି ମତେ ଏଠୁ ନେଇଯାଅ। ମତେ ଭାରି କଷ୍ଟ ହେଉଛି। ମା, ମତେ ଆଜି ବୁଲେଇବାକୁ ନେବ ନା? କେତେ ଦିନ ହେଲାଣି ମତେ ବୁଲେଇବାକୁ ନେଇନ। ସ୍କୁଲ ଛୁଟି ହେଉ ହେଉ ବୁଲିବାକୁ ବାହାରିଲା। ଆଗ ଘରକୁ ଚାଲେ। ଘରେ କେତେ କାମ ପଡିଛି। ଆଗ କାମ ସାରି ତାପରେ ବୁଲିବାକୁ ଯିବା। ଏମିତି ସେ ମା ଛୁଆ ଘରକୁ ଯାଉଥିଲେ। ରାସ୍ତାରେ ସେମାନେ ସେ ଟମାଟୋ ଗଛକୁ କାନ୍ଦିବାର ଦେଖିଲେ। ଏଇ କଣ ଟମାଟୋ ଗଛ, ତୁ ଏମିତି କାନ୍ଦୁଛୁ କାହିଁକି? କଣ ହେଇଛି ତୋର?
ମୁଁ ଏକ ଅସହାୟ ଟମାଟୋ ଗଛ। ମୁଁ ରାସ୍ତା କଡ଼ରେ ଜନ୍ମ ହେଇଛି ବୋଲି କେହି ମୋର ଯତ୍ନ ନେଉନାହାନ୍ତି। ଏଇ ଦେଖୁନ ମୋ ଚାରି ପାଖରେ କେତେ ଆବର୍ଜନା ପଡ଼ିଛି। ଏ ଆବର୍ଜନା ଗଦା ପାଇଁ ମୁଁ ଟିକେ ବି ହଲି ପାରୁନି। ମତେ କେହି ବି ପାଣି ଦିଅନ୍ତିନି। ଟୋପେ ପାଣି ପାଇଁ ମୁଁ କେତେ କଷ୍ଟ ପାଏ, ହେଲେ କେହି ବି ମୋ ଆଡ଼କୁ ଅନାନ୍ତିନି। ସତରେ ଟମାଟୋ ଗଛ, ତୋର ତ ଭାରି କଷ୍ଟ। ଚଢ଼େଇ, ତୁମେ ମତେ ନିଜ ସାଙ୍ଗରେ ନେଇଯାଅ। ଏଠି ଏକୁଟିଆ ରହିବାକୁ ମତେ ଆଉ ଭଲ ଲାଗୁନି। ଦିନକୁ ଦିନ ମୁଁ ଶୁଖି ଶୁଖି ଯାଉଛି। ମା, ଏ ଟମାଟୋ ଗଛ ଭାରି କଷ୍ଟରେ ଅଛି। ଚାଲ ନା ତାକୁ ଆମ ଘରକୁ ନେଇଯିବା। ଆମ ବଗିଚାରେ ତ ଅନେକ ଜାଗା ଅଛି। ଏ ଟମାଟୋ ଗଛକୁ ଆମେ ଲଗେଇ ତାର ଯତ୍ନ ନେବା। ତୁ ଠିକ କହିଲୁ ରେ ମା, ମୁଁ ବି ଏଇ କଥା ଭାବୁଥିଲି। ଟମାଟୋ ଗଛ, ତୁ ଏବେ ଆମ ସାଙ୍ଗରେ ଚାଲେ। ଆମେ ସବୁଦିନ ତୋର ଯତ୍ନ ନେବୁ। ସେଠି ତୋର କିଛି ଅସୁବିଧା ହେବନି। ତାପରେ ସେମାନେ ଟମାଟୋ ଗଛକୁ ନେଇ ତାଙ୍କ ଘରକୁ ଗଲେ ଆଉ ନିଜ ଅଗଣାରେ ଲଗେଇଦେଲେ। ମାରେ, ମୁଁ ଟମାଟୋ ଗଛ ଲଗେଇଥିଲି। ଯା ପାଣି ଆଣି ତା ମୂଳରେ ଦେବୁ। କେତେ ଦିନ ପରେ ମୁଁ ପାଣି ପାଇଲି। କଣ କହିକି ଯେ ମୁଁ ତୁମକୁ ଧନ୍ୟବାଦ ଦେବି? ଆରେ ନା, ମତେ ଧନ୍ୟବାଦ ଦେବାକୁ ପଡିବନି। ଆଜିଠୁ ମୁଁ ଆଉ ମୋ ଝିଅ ତୋର ବହୁ ଯତ୍ନ ନେବୁ। ଟମାଟୋ ଗଛ, ଆଜିଠୁ ଆମେ ସାଙ୍ଗ। ମୁଁ ପ୍ରତିଦିନ ଏଠାକୁ ଆସିବି ଆଉ ତୋ ସହ ମିଶି ଖେଳିବି। ଏମିତି କିଛି ଦିନ ବିତିଗଲା। ଟମାଟୋ ଗଛ ଧୀରେ ଧୀରେ ବଡ ହେଲା। ତା ଗଛରେ ବି ଫୁଲ ଧରିଲା। ଏମିତି ଦେଖି ତ ଟମାଟୋ ଗଛ ଖୁବ୍ ଖୁସି ହେଇଗଲା। ଆରେ ବାଃ, ମୁଁ କେତେ ସୁନ୍ଦର ଦେଖାଯାଉଛି। ଆଜି ମୋ ଗଛରେ ଫୁଲ ଧରିଛି। କିଛି ଦିନ ପରେ ମୋ ଗଛରେ ଫଳ ଫଳିବ। ସେତେବେଳେ ମୁଁ ଆହୁରି ସୁନ୍ଦର ଦେଖାଯିବି। ଆରେ ବାଃ ଟମାଟୋ ଗଛ, ଫୁଲ ପାଇଁ ତୁ କେତେ ସୁନ୍ଦର ଦେଖାଯାଉଛୁ। ଆରେ ର, ତୁ ମୋ ପାଖକୁ ଆସନି। ତୁ ମୋ ପାଖକୁ ଆସିଲେ ମୋ ଫୁଲ ଝଡ଼ିଯିବ। ଏମିତି କାହିଁକି କହୁଛୁ ଟମାଟୋ ଗଛ? ମୁଁ ତ ପାଖକୁ ଗଲେ ତୋ ଫୁଲ କେମିତି ଝଡ଼ିବ? ଶୁଣ, ତୁ ଏକଦମ କଥା କହନି। ମୁଁ ଆଜି ବହୁତ ଖୁସି। ମୁଁ ମୋ ଖୁସି ଏକା ହିଁ ଉପଭୋଗ କରିବାକୁ ଚାହୁଁଛି। ତୁ ଏବେଠୁ ଚାଲିଯା। ଟମାଟୋ ଗଛର ଏପରି ବ୍ୟବହାରରେ କୁନିର ମନ ଦୁଃଖ ହେଇଗଲା। ସେ ସେଠାରୁ ଚାଲିଗଲା। ଏମିତି ଯେତିକି ଦିନ ବିତୁଥିଲା, ଟମାଟୋ ଗଛ ଅହଙ୍କାରୀ ପାଲଟି ଯାଉଥିଲା। କିଛି ଦିନ ପରେ ଟମାଟୋ ଗଛରେ ଟମାଟୋ ଫଳିଲା। ଆଜି ମୋ ଜୀବନ ସାର୍ଥକ ହେଲା। ମୁଁ ଆଜି ଫଳରେ ଭର୍ତ୍ତି। ମତେ ଆଜି ବହୁତ ଖୁସି ଲାଗୁଛି। ମୁଁ ଆହୁରି ସୁନ୍ଦର ହେଇଗଲି। ମା, ମତେ ଆଜି ଟମାଟୋ ଖଟା ଖାଇବାକୁ ଭାରି ଇଚ୍ଛା ହଉଛି। ମୋ ପାଇଁ ଆଜି ଟମାଟୋ ଖଟା ତିଆରି କରିଦିଅ ନା। ଆଚ୍ଛା ମା, ମୁଁ ଏବେ ଖଟା କରିଦଉଛି। ଆରେ କଣ, ଘରେ ତ ଗୋଟେ ବି ଟମାଟୋ ନାହିଁ। ମୁଁ ଏବେ କେମିତି ଖଟା ବନେଇବି? ମା, ମୁଁ ଆଜି ସକାଳେ ଦେଖି ଆସିଛି। ଆମ ଟମାଟୋ ଗଛରେ ନା ଅନେକ ଟମାଟୋ ଫଳିଛି। ତୁମେ ସେଥିରୁ କିଛି ଟମାଟୋ ଆଣି ଖଟା ବନାଅ। ତୁ ସତ କହୁଛୁ? ଆମ ଟମାଟୋ ଗଛରେ ଫଳ ହେଇଛି। ମୁଁ ଏବେ କିଛି ଟମାଟୋ ଆଣି ତୋ ପାଇଁ ଖଟା ତିଆରି କରିଦେଉଛି। ଏଇ ରହିଯାଅ, ମୋ ଟମାଟୋରେ ଜମା ହାତ ଦିଅନି। ଆରେ ଟମାଟୋ ଗଛ, ମୋ ଝିଅ ଆଜି ଟମାଟୋ ଖଟା ଖାଇବାକୁ ଭାରି ଇଚ୍ଛା କରିଛି। ମୁଁ ତୋଠୁ 2ଟି ଟମାଟୋ ନେବାକୁ ଆସିଛି। ନା, ମୁଁ ତୁମକୁ ମୋ ଟମାଟୋ ଦେବିନି। ତୁମେ ମୋଠୁ ଟମାଟୋ ନେଲେ ମୋ ଟମାଟୋ କମିଯିବ। ମୁଁ ଅସୁନ୍ଦର ଦେଖାଯିବି। ଯାଅ, ମୁଁ ତୁମକୁ ମୋ ଟମାଟୋ ଦେଇପାରିବିନି। ତୁ ଏ କଣ କହୁଛୁ? ତୋ ଗଛରେ ଫଳ ଫଳିଲା ବୋଲି ତୁ ଏତେ ଅହଙ୍କାରୀ ପାଲଟି ଗଲୁ ଟମାଟୋ ଗଛ। ଭୁଲି ଯାନି, ତୁ ଆଜି ଏତେ ଭଲରେ ଅଛୁ ମୋ ପାଇଁ। ମୁଁ ଯଦି ସେଦିନ ସେ ଆବର୍ଜନା ଗଦାରୁ ତତେ ନ ଆଣିଥାନ୍ତି, ତୁ କେବେ ବି ଏତେ ଭଲ ବଢି ପାରିନଥାନ୍ତୁ, କି ତୋ ଗଛରେ ଏତେ ଫଳ ବି ଫଳି ନଥାନ୍ତା। ମତେ ଆଣି ମୋର ଯତ୍ନ ନେଲ ବୋଲି କଣ ମତେ କିଣି ନେଇଛ? ମୁଁ ତୁମକୁ ମୋ ଟମାଟୋ ଦେଇପାରିବିନି। ଯାଅ, ଚାଲିଯାଅ ଏଠୁ। ଏବେ ମୁଁ ଫଳରେ ଭର୍ତ୍ତି। ମତେ ଆଉ କାହାର ବି ସାହାଯ୍ୟ ଦରକାର ନାହିଁ। ପରିଶ୍ରମ କରି ତୋର ଏତେ ଯତ୍ନ ନେଇଥିଲି, ଆଉ ତୁ ଆଜି ମତେ ଏତେ କଥା ଶୁଣେଇଲୁ ଟମାଟୋ ଗଛ। ମନେ ରଖ, ପୃଥିବୀରେ କୌଣସି ଜିନିଷ ସ୍ଥାୟୀ ନୁହଁ। ତୁ ଆଜି ଯୋଉ ଏତେ ଗର୍ବ ଅହଙ୍କାର କରୁଛୁ, ଦେଖିବୁ ଦିନେ ତୁ ଏହାର ଶାସ୍ତି ପାଇବୁ। ମୁଁ ଆଉ ମୋ ଝିଅ ତୋ ପାଖକୁ ଆଉ କେବେ ଆସିବୁନି। ହଁ, ଯା, କହିଲା କଣ ନା ଅହଙ୍କାରର ଶାସ୍ତି ପାଇବୁ। ନିଜେ ତ ଫଳ ଦେଇ ପାରିବୁନି, ଚାଲି ଆସିଲା ମୋ ସୁନ୍ଦର ଟମାଟୋକୁ ନେବା ପାଇଁ। ମୁଁ କେବେ ମୋ ଟମାଟୋର କ୍ଷତି କରିବିନି। ସାରା ଜୀବନ ମୋ ସୁନ୍ଦର ଫଳ ମୋ ପାଖରେ ଥିବ। ଏମିତି ଟମାଟୋ ଗଛ ପ୍ରତିଦିନ ଅହଙ୍କାର କରୁଥିଲା।
ଚଢ଼େଇ କି ତାର ଝିଅ କେହି ବି ଟମାଟୋ ଗଛ ପାଖକୁ ଗଲେ ନାହିଁ। ଏହିପରି ବେଶ କିଛି ଦିନ ବିତିଗଲା। ବର୍ଷା ଦିନ ଆରମ୍ଭ ହେବା ପରେ ସବୁଦିନ ବର୍ଷା ହେଲା। ଏ କ'ଣ 3-4 ଦିନ ହେଲାଣି ଲଗାତାର ବର୍ଷା ହେଉଛି। ମୋର ତ ସବୁ ଟମାଟୋ ପାଚି ଯାଇଛି। ବର୍ଷା ପାଣି ଏମିତି ମୋ ଟମାଟୋ ଉପରେ ପଡ଼ିଲେ ମୋ ସବୁ ଟମାଟୋରେ ପୋକ ଲାଗିଯିବ। ଏବେ ମୁଁ କ'ଣ କରିବି? ଚଢ଼େଇ, ମୋ କଥା ଟିକେ ଶୁଣ, ମୋତେ ସାହାଯ୍ୟ କର ଚଢ଼େଇ। ଚଢ଼େଇ, ଏ କ'ଣ କେହି ବି ମୋ କଥା ଶୁଣୁନାହାନ୍ତି କାହିଁକି? ବୁଝିଗଲି, ସେଦିନ ମୁଁ ଚଢ଼େଇ ସହ ବହୁତ ଖରାପ ବ୍ୟବହାର କରିଥିଲି। ସେ ଆଉ କେବେ ମୋ ପାଖକୁ ଆସିବନି। କାହିଁକି ଯେ ମୁଁ ସେଦିନ ଏତେ ଅହଙ୍କାର କରୁଥିଲି? ଟମାଟୋ ଗଛ ଯେତେ କାନ୍ଦିଲେ ବି ତା କାନ୍ଦ କେହି ଶୁଣିଲେନି। ଧୀରେ ଧୀରେ ତାର ସବୁ ଟମାଟୋ ପଚିଗଲା। ପଚା ଟମାଟୋରେ ପୋକ ଲାଗିଗଲେ। ସେଇ ଯନ୍ତ୍ରଣାକୁ ସହି ନ ପାରି ଟମାଟୋ ଗଛ ମରିଗଲା।